ଜଙ୍ଗଲରେ ଗୋଟେ ବଉଳା ଗାଈ ଥିଲା। ବଉଳା ଗାଈ ଥିଲା। ତାପରେ ସୀତାକୁ ଭୋକ ଲାଗିଲା, ତାର କୁନୁ ବେବିଟେ ଥିଲା ତାର, ତାକୁ ଦଧ ପିଇ ଦେଲା ଆଉ ଜଙ୍ଗଲକୁ ଗଲା ଚୋରି ଖାଇବା ପାଇଁ ନମ କରି। ଟାଇଗର ବି ତା ଭୁକିରେ ଥିଲା। ବାବୁ ତା ପାଖକୁ ପଳେଇ ଆସ, ବାବୁ ତା ପାଖକୁ ପଳେଇ ଆସ, କବାଟା ଦେଇଦେ ହେଲା। ହେଠୁ କିଣା ହେଇଛି। ସେଠୁ ଟାଇଗର ଯେତେବେଳେ ଦେଖିଦେଲା ବଉଳା ଗାଈକୁ କହିଲା ମୁଁ ତମକୁ ଖାଇଦେବି, ମୋତେ ଭୋକ ଲାଗୁଛି କହିଲା। ସେଠୁ ବଉଳା ଗାଈ କହିଲା ନାଇଁ ମୋତେ ନାଇଁ ଖାଅ, ଗୋଟେ କୁନୁ ବେବିଟେ ଅଛି ଘରେ, ଆଉ ତାକୁ ମୁଁ ଦଦ ପିଇକି ଆଇଲେ ଆଉ ତୁମେ କହୁଥିଲେ ମୋତେ ଖାଇବ। ସେଠୁ ଟାଇଗର କହିଲା ହଉ ଠିକ୍ ଅଛି ଆଉ ବଉଳା ଗାଈ ଗଲା ଘରକୁ। ଆଉ ଭଲ କଲା କି କୁନୁ ବେବିକୁ ଦଦ ପିଇକି ଫେର ଆଇଲା ଜଙ୍ଗଲକୁ। ଟାଇଗର କହିଲା ମୋତେ ଖ। ଟାଇଗର କହିଲା ନାଇଁ ନାଇଁ ତୁମେ ତମକୁ ଖାଏ, ତୁମେ ଗୋଟେ ଗୋବର, ତୁମେ ସତ ରକ୍ଷା କଲ, ଆଉ ତୁମେ ଯାଅ ତମ କୁନୁ ବେବି ସାଇ ସାଙ୍ଗେ ଗାଈ ଆରାମସେ ଖୁସିରେ ରହିବ। ବଉଳା ଗାଈ ଗାଁକୁ ପଳେଇଲା ଆଉ କୁନୁ ବେବି ସାଙ୍ଗେ ଖୁସିରେ ରହିଲା। ଓକେ, ଆଉ କିଛି ନାହିଁ। ରାଜାରାଣୀ